ଶୁଣନ୍ତୁ, କୁହନ୍ତୁ, ଶୁଣାନ୍ତୁ। ଏଠି କ'ଣ ଲେଖାଯାଇଛି ଯେ ବିଚାର କରିବା ସମୟରେ ପ୍ରଭୁଙ୍କୁ ସୁବିଧା ହେବ। ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଯେହେତୁ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମେ ସେମାନଙ୍କୁ ଆମ୍ଭର ବାକ୍ୟ ସବୁକୁ ଆଜି ମୁଁ କହିବା ପାଇଁ ଚାହେଁ, ଆପଣଙ୍କ ପୁଅ ଝିଅ କଥା ଶୁଣୁନାହାନ୍ତି, କୁହନ୍ତୁ। ଆପଣଙ୍କ ସ୍ୱାମୀ ଆପଣଙ୍କ କଥା ଶୁଣାନ୍ତୁ। ଶାଶୁକୁ କୁହନ୍ତୁ ପରିବର୍ତ୍ତନ ହେବା ପାଇଁ, ଶ୍ୱଶୁରକୁ କୁହନ୍ତୁ ପରିବର୍ତ୍ତନ ହେବା ପାଇଁ। ଏମାନେ କଠିନ ଲୋକ, ନିର୍ଲଜ୍ଜ ଗୁଡାକ, କହିଲେ ମଧ୍ୟ ପରିବର୍ତ୍ତନ ହେବେନି। ମଣ୍ଡଳୀକୁ କୁହନ୍ତୁ, ଅନୁଷ୍ଠାନକୁ କୁହନ୍ତୁ, ସମାଜକୁ କୁହନ୍ତୁ। ପ୍ରଭୁ ଯୋଉ ବାକ୍ୟ ଦେଇଛନ୍ତି ଆପଣ କୁହନ୍ତୁ, ଡରନ୍ତୁ, ନିଜ ଚରଣରେ ଠିଆ ହୁଅନ୍ତୁ। ପ୍ରଭୁଙ୍କ ଆତ୍ମା ଆପଣଙ୍କୁ ସାହାଯ୍ୟ କରିବ। ଆପଣ ପଶ୍ଚାତପଦ ହୁଅନ୍ତୁ ନାହିଁ, କାରଣ ଆଗାମୀ ସମୟ ଯୋଉ ସମୟ ଆସୁଅଛି ଅତି ଭୟଙ୍କର ସମୟ।